ବାଇଗଣ 100, ଭେଣ୍ଡି 100, ଜହ୍ନି 100, ପୋଟଳ 150, ସାରୁ 100, ଦେଶୀ ଆଳୁ 100। ବଞ୍ଚିବୁ କି? ମୋହନ ବାବୁ ରାଷ୍ଟ୍ରପତି ଚାଲିଗଲା ପରେ କେବଳ ଗୋଟେ ଦରଦାମ ଉପରେ ଆପଣ ମିଟିଂ ଡାକନ୍ତୁ ମୁଖ୍ୟମନ୍ତ୍ରୀ ହିସାବରେ। ମୋର ଅନୁରୋଧ, ହତାଶ କରନି ଆମ ଜନସାଧାରଣ, ଫୁଟାଣି ମାରନି, ବାହାପିଆ କଥା କହୁନି। ସେ ସପ୍ଲାଏ ମିନିଷ୍ଟ୍ରି କୁହ ବାହାପିଆ କଥା ନ କହୁ। ଆଳୁ ଏପର୍ଯ୍ୟନ୍ତ ଆମେ ଚାପ ପକେଇଲୁ, ବ୍ୟବସାୟୀ ମାନେ ଚାପ ପକେଇଲେ, ଅଲଗା ବାଟ ଦେଇ ଆଳୁ ଆଣିଲେ। ତମେ ବି ଚେଷ୍ଟା କଲ, ମନ୍ତ୍ରୀ ମହୋଦୟ ଆଳୁ ଆସିଲା, ଯୋଉ 50 ସେଇ 50। ଆଜି ପିଆଜ 70, 30ରେ କିଏ ଆସିଥିଲ ବଦଳ? 5 ଟ୍ରକ୍ ଆଳୁ ଦରକାର, ଗରିବ ଲୋକଙ୍କୁ ବାଣ୍ଟିବୁ ଆମେ। ଏଇ ନା ହାଟରୁ ଆଉଛି ମନେ ବୁଝାବୁଝି କରିକି। ବାଇଗଣ 100, ଭେଣ୍ଡି 100, ଜହ୍ନି 100, ପୋଟଳ 150, ସାରୁ 100, ଦେଶୀ ଆଳୁ 100। ବଞ୍ଚିବୁ କି? ପିଆଜ 70, ଆଳୁ 50। ଡାଲି ରେଟ୍ ବଢେଇଲ, ତେଲ ରେଟ୍ ବଢେଇଲ, ଘିଅ ରେଟ୍ ବଢେଇଲ, ମସଲା ରେଟ୍ ବଢେଇଲ, ଚାଉଳ ରେଟ୍ ବଢେଇଲ। ବଞ୍ଚିବୁ କେମିତି ଆମେ? ଏ ଚିକିଣି ଭାଷଣ ବନ୍ଦ କର, ଏ ବେହିଆ ଭାଷଣ ବନ୍ଦ କର। ମୋହନ ବାବୁ ରାଷ୍ଟ୍ରପତି ଚାଲିଗଲା ପରେ କେବଳ ଗୋଟେ ଦରଦାମ ଉପରେ ଆପଣ ମିଟିଂ ଡାକନ୍ତୁ ମୁଖ୍ୟମନ୍ତ୍ରୀ ହିସାବରେ। ମୋର ଅନୁରୋଧ, ହତାଶ କରନି ଆମ ଜନସାଧାରଣ, ଫୁଟାଣି ମାରନି, ବାହାପିଆ କଥା କହୁନି। ସେ ସପ୍ଲାଏ ମିନିଷ୍ଟ୍ରି କୁହ ବାହାପିଆ କଥା ନ କହୁ। ଆଳୁ ଏପର୍ଯ୍ୟନ୍ତ ଆମେ ଚାପ ପକେଇଲୁ, ବ୍ୟବସାୟୀ ମାନେ ଚାପ ପକେଇଲେ, ଅଲଗା ବାଟ ଦେଇ ଆଳୁ ଆଣିଲେ। ତମେ ବି ଚେଷ୍ଟା କଲ, ମନ୍ତ୍ରୀ ମହୋଦୟ ଆଳୁ ଆସିଲା, ଯୋଉ 50 ସେଇ 50। ଆଜି ପିଆଜ 70, 30ରେ କିଏ ଆସିଥିଲ ବଦଳ? 5 ଟ୍ରକ୍ ଆଳୁ ଦରକାର, ଗରିବ ଲୋକଙ୍କୁ ବାଣ୍ଟିବୁ ଆମେ। ଏଇ ନା ହାଟରୁ ଆଉଛି ମନେ ବୁଝାବୁଝି କରିକି। ବାଇଗଣ 100, ଭେଣ୍ଡି 100, ଜହ୍ନି 100, ପୋଟଳ 150, ସାରୁ 100, ଦେଶୀ ଆଳୁ 100। ବଞ୍ଚିବୁ କି? ପିଆଜ 70, ଆଳୁ 50। ଡାଲି ରେଟ୍ ବଢେଇଲ, ତେଲ ରେଟ୍ ବଢେଇଲ, ଘିଅ ରେଟ୍ ବଢେଇଲ, ମସଲା ରେଟ୍ ବଢେଇଲ, ଚାଉଳ ରେଟ୍ ବଢେଇଲ। ବଞ୍ଚିବୁ କେମିତି ଆମେ? ଏ ଚିକିଣି ଭାଷଣ ବନ୍ଦ କର, ଏ ବେହିଆ ଭାଷଣ ବନ୍ଦ କର, ବାହାପିଆ ଭାଷଣ ବନ୍ଦ। अधिक खबर पाई हम फेसबुक पेज को लाइक, फॉलो एवं यूट्यूब चैनल को सब्सक्राइब करंतु।